କହୁଛନ୍ତି ବାଉନ୍ସର ସେନା ମୋ ଭାଇନକୁ ହିଁ ଗୋଡେଇଥିଲେ ବାଉନ୍ସର ୱିଥ ସିକ୍ୟୁରିଟି ସେଠାକାର ଜେଲ୍ ସିକ୍ୟୁରିଟି ବ୍ୟବହାର ସିକ୍ୟୁରିଟି ତ ଆମକୁ ସେତେ ମାନେ ଏଠି ଆଜି ମତେ ବାଡେଇବାକୁ ଜଣେ ନର୍ସରେ ମତେ ଗାଲକୁ ବାଡେଇକି ମୋର ଏଠି ଖଣ୍ଡିଆ ବି କରିଦେଲେ ଯେହେତୁ ମୁଁ ମତେ ଆୟୁଷରେ ଯେତେବେଳେ ମୁଁ କହିଲି ମୋ ନନାକୁ କାହିଁ କରିଦେଲ ତ ନନା ଡେଥ୍ କଲେଣି ଆସିକି ସପ୍ତାହ ହେଇଗଲାଣି ଡାୟାଲିସିସ୍ ରୁମ୍ ରୁ ଡେଥ୍ କରିସାରିଲେଣି ମତେ ସେ ଡକ୍ଟର କହିଲେ ତମ ଡେଥ୍ ତମର ଏଇ ସବୁ ଡାୟାଲିସିସ୍ ରୁମ୍ ରେ ହେଇଥିଲା ଏଠି ଆମେ କିଛି କରିନୁ ମୁଁ ଯଦି ବା କରିନ ଏତେ ଦିନ ପକେଇକି କାହିଁ ରଖିଲ ଯଦି ତମର ପଇସା ଖାଇବାର ଥିଲା ତମକୁ କହିଦେଇଥାନ୍ତ ଆମେ କାର୍ଡୁ ସବୁ ପଇସା ଦେଇ ଦେଇଥାନ୍ତୁ ଆମର ବି ସେ ପଇସା କିଛି ଆବଶ୍ୟକ ନଥିଲା ତମକୁ ଏତେ ଦିନ ଲୁଚେଇକି କାହିଁ ରଖିଲ ତ ଏମିତି ସବୁ କହିସାରିଲା ପରେ ମୁଁ ଯେତେବେଳେ ମତେ କହିଲି ତମେ ଡାୟାଲିସିସ୍ ରୁମ୍ ରେ ଏସବୁ କମ୍ପ୍ଲେନ୍ କର ମୁଁ ଯେତେବେଳେ ଡାୟାଲିସିସ୍ କହିଲି ମୁଁ କହିଲି ଏସବୁ କିଏ କରିଛି ଏ କନେକ୍ସନ ଯିଏ କରିଛି ମୁଁ ତାକୁ ଦେଖିବାକୁ ଚାହୁଁଛି ତ ତାଙ୍କୁ ବି ପନିଶମେଣ୍ଟ ଦରକାର ନା ତ ଇଏ ଆଜି ମୋ ପେସେଣ୍ଟ ହେଲା ନେକ୍ସଟ ଆଉ କାହା ପେସେଣ୍ଟ ବି ହବ ତାପରେ ଆଉ କାହା ପେସେଣ୍ଟ ହବ ତ ଆମେ କଣ ପେସେ ଆମେ ଆମକୁ ଭଗବାନ ଭାବିକି ନେଇକି ଆସିଛୁ ତ ଭଗବାନ ଉପରେ ଯଦି ରାକ୍ଷସ ମୁଖା ପିନ୍ଧିକି ଏଠି ବସିଛନ୍ତି ଆମେ ତ ଜାଣେ ମାନେ ସବୁ ରାକ୍ଷସ ବୋଲି ମରିଗଲେଣି କିନ୍ତୁ ଲୁଚେଇକି ରଖିଛନ୍ତି ଆମେ ଜାଣିନୁ କାହିଁ ଯେହେତୁ ଡାୟାଲିସିସ୍ ରୁମ୍ ରେ କୌଣସି ପେସେଣ୍ଟ ଡେଥ୍ ହୁଏନି ତ ଏଇଟାକୁ ଘୋଡେଇକି ରଖିବା ପାଇଁ ମାନେ ଆଇସିୟୁ କୁ ନେଇକି ପଳେଇଛନ୍ତି ଆମେ ଚାହୁଁଛୁ ଯେ ଡାୟାଲିସିସ୍ କରିଛି ତାଙ୍କୁ ପନିଶମେଣ୍ଟ ଦିଆହବ ଆମେ ତାଙ୍କ ନାଁ କମ୍ପ୍ଲେନ୍ କରିବାକୁ ଚାହୁଁଛୁ